साधु बनने की कौन सी परीक्षा है या कौन सा ऐसा डिग्री है जो लेने के बाद साधु बनते हैं लोग? नहीं बन पाएगा, फट जाएगा, हल जाएगा उसका मीटर। कंकाल एक ही देख लिया ना, 100 बाबा का, मर जाएगा वो। मैं अटैक से शमशान घाट भी जाते हैं आप? शमशान में अड्डे खा जाता हूँ, टट्टी खा जाता हूँ, मूत पी जाता हूँ, खून पी जाता हूँ, लकड़े खा जाता हूँ। ऐसा क्यों करते हैं? मेरे को ब्रश किए को 8 महीने हो गया। 8 महीने से आपने ब्रश ही नहीं किया? नहीं करता, मुंह कभी नहीं धोता। अरे वो वैसे लोग तो डॉक्टर कहते हैं कि इन्फेक्शन हो जाता है ऐसा करने से। अरे कोई इन्फेक्शन नहीं होता, भोलेनाथ की भभूति खाते, बचावत ने कोयले निपटाते, टका न टट्टी खाते, 50-50 कुंटल बचावत लट्टी का लेप लगा लेते। और कुछ खाने को नहीं है इस धरती पे? हम रोटी नहीं खाते, अन्न खा लिया तो बिस्टा खा गए फिर हम। कृष्णଙ୍କ ନାମରେ ଆପଣମାନଙ୍କୁ ପ୍ରେମର ନମସ୍କାର ଜଣାଏ। ମଞ୍ଜିତେଜ ଡବଲ ପି ଚ୍ୟାନେଲ ତରଫରୁ ଆପଣମାନଙ୍କୁ ସ୍ୱାଗତ ଜଣାଏ। ଆଉ ଏଇ ଚ୍ୟାନେଲରେ ଆପଣମାନେ ବର୍ତ୍ତମାନ ଦେଖିପାରିଲେ ଏହି ଭିଡ଼ିଓ କ୍ଲିପ୍କୁ ଯେ ଜଣେ ସାଧୁ ବାବା କହୁଛନ୍ତି ଯେ ମୁଁ ମନୁଷ୍ୟମାନଙ୍କର ମୃତ ଶରୀରର ମନୁଷ୍ୟମାନଙ୍କର ହାଡ଼କୁ ଖାଏ, ଧୂଳି ଖାଏ, ପାଉଁଶ ଖାଏ ଏବଂ ମଣିଷର ମୂତ୍ର ମଧ୍ୟ ପିଇଯାଏ ଏବଂ କୂଅ ମଧ୍ୟ ଖାଇଯାଏ ବୋଲି ସେ କହୁଛନ୍ତି। ତ ଆପଣମାନେ ଦେଖିପାରିଲେ ଯେ ଏହିପରି ସାଧୁ ବାବାମାନେ ମାନେ ଯେଉଁଟାକି ମାନେ କେବେ ଖାଇନଥିବେ, ଆଉ ସେହିପରି ଲୋକମାନେ ଆଉ ଏହିପରି ମାନେ ଜ୍ଞାନ ବା ବୁଦ୍ଧି ଜ୍ଞାନ ନାହିଁ ବୋଲି ଆମେ ସେମାନଙ୍କୁ କହିପାରିବା। କୌଣସି ବୁଦ୍ଧି ଜ୍ଞାନ ନାହିଁ, କାହିଁକିନା ଜଣେ ଯଦି ମୂତ୍ର ପିଉଅଛି, ମଣିଷର ଗୁଅ ଖାଉଅଛି, କଙ୍କାଳର ବା ମଶାନରେ ଯାଇକି ସେ ଯଦି ହାଡ଼କୁ, ଯେଉଁ ହାଡ଼ ମାନେ ରହିଅଛି ମନୁଷ୍ୟମାନଙ୍କୁ ମୃତ ଶରୀରକୁ ପୋଡ଼େଇଲା ପରେ ସେଇ ହାଡ଼କୁ ଯେଉଁମାନେ ଖାଆନ୍ତି ସେମାନଙ୍କୁ ପାଗଳ ବୋଲି ଆମେ କହିଥାଉ। କିନ୍ତୁ ବର୍ତ୍ତମାନ ଆମେ ଦେଖିପାରୁଛୁ ହିନ୍ଦୁ ଧର୍ମରେ ଆଉ ଏହିପରି ଲୋକମାନେ ମଧ୍ୟ ଅଛନ୍ତି, ସେମାନେ ପାଗଳ ଲୋକମାନେ। ଆଉ କୌଣସି ପ୍ରକାର ସେମାନେ ଆଉ ଜାଣିନାହାନ୍ତି ଯେ କେଉଁ ଜିନିଷକୁ ଖାଇଲେ ନିଜ ଦେହ ପ୍ରତି ଭଲ ଆଉ କେଉଁ ଜିନିଷକୁ ଖାଇଲେ ଆଉ ତାହା କ୍ଷତିକାରକ ହେବ ସେଇଟା ଜାଣିନାହାନ୍ତି। ସେ କହୁଛନ୍ତି ମୁଁ ରୁଟି କେବେ ଖାଏ ନାହିଁ, ଆଉ ମୁହଁ କେବେ ଧୋଇ ନାହିଁ, ମୁଁ କେବେ ବ୍ରସ୍ କରିନାହିଁ, ତ ଏହିପରି କହୁଛନ୍ତି। ତ ତାହାକୁ ଆମେ କ'ଣ କହିବା? ଜଣେ ଯଦି ଏହିପରି ବ୍ରସ୍ କରୁନି ତାହେଲେ ତାକୁ କ'ଣ କହିବା? ଆମେ ତାହାଙ୍କୁ କହୁ ଯେ ପାଗଳ। ସେ କୌଣସି ପ୍ରକାର ଆଉ ସେ ସମାଜରେ ବଞ୍ଚିବା ତାହାର ଅଧିକାର ନାହିଁ, କିନ୍ତୁ ଆଉ ସେ ବଞ୍ଚିଛନ୍ତି ମଶାନରେ ରହିକି, ମଣିଷର ହାଡ଼ ଖାଉଛନ୍ତି, ପାଉଁଶ ଖାଉଛନ୍ତି, ପାଉଁଶ ଖାଇକି ସେ ବଞ୍ଚୁଛନ୍ତି। ତ ଏହିପରି କରିବା ଠିକ୍ ନୁହଁ। ତ ଆପଣମାନେ ଦେଖିପାରୁଛନ୍ତି ଏହି ଭିଡ଼ିଓ ବନେଇବାର କାରଣ ହେଉଛି ଯେ ହିନ୍ଦୁ ବିରୋଧୀମାନେ କହୁଛନ୍ତି ଯେ ଗାଈ ମାଂସ ଖାଉଛନ୍ତି, ଖ୍ରୀଷ୍ଟିଆନ ଲୋକମାନେ ଗାଈ ମାଂସ ଖାଉଛନ୍ତି ବୋଲି ସେମାନେ କହୁଛନ୍ତି। ତ ସେଥିପାଇଁ ମୁଁ ଏହି ଭିଡ଼ିଓଟିକୁ ବନେଇଲି। ତ ଆପଣମାନେ ଦେଖନ୍ତୁ ସେମାନେ କ'ଣ ଖାଉଛନ୍ତି। ମାଂସ ଖାଇବା ବଦଳରେ ସେମାନେ ମଣିଷର ମୃତ ଶରୀରର ମାଂସ, ହାଡ଼, ତାଙ୍କର ମୂତ୍ର, ତାଙ୍କର ଗୁଅକୁ ସେମାନେ ଖାଇବା ପାଇଁ ମଧ୍ୟ ପ୍ରସ୍ତୁତ ଅଟନ୍ତି ବା ଖାଉଛନ୍ତି ସେମାନେ। ତ ଏହା କ'ଣ ହିନ୍ଦୁ ଧର୍ମ ସେମାନଙ୍କୁ ଶିଖଉଛି କି? ଏହା ଖାଇବା ଦ୍ୱାରା ମନୁଷ୍ୟ ଆଉ ଭଲ ହେବ କି? ତ ଏହିପରି ଆପଣମାନେ ଦେଖିପାରୁଛନ୍ତି ଯେ ସେ କହୁଛନ୍ତି ମୁଁ କେବେ ମୁହଁ ଧୁଏ ନାହିଁ, ମୁଁ କେବେ ଭାତ ଖାଏ ନାହିଁ, ରୁଟି ଖାଏ ନାହିଁ ବୋଲି କହୁଛନ୍ତି। ସେ କେବଳ ମନୁଷ୍ୟମାନଙ୍କର ମୃତ ଶରୀରର ହାଡ଼ ଗୁଡ଼ାକ ସେ ଖାଆନ୍ତି ବୋଲି କହୁଛନ୍ତି। ତ ଆପଣମାନେ ଦେଖିପାରୁଛନ୍ତି ଏହିପରି ପାଗଳମାନେ ବି ଆମ ପୃଥିବୀରେ ଅଛନ୍ତି। ତ ସେହି ଲୋକମାନେ ଆମ ଖ୍ରୀଷ୍ଟିଆନ ଧର୍ମକୁ ସେମାନେ ବିରୋଧ କରୁଛନ୍ତି ଯେ ଖ୍ରୀଷ୍ଟିଆନ ଧର୍ମରେ ଗୋମାଂସ ଖାଉଛନ୍ତି, ଗୋରୁ ମାଂସ ଖାଉଛନ୍ତି ବୋଲି। ଏହି ପୃଥିବୀରେ ଅନେକ ଲୋକମାନେ ଅଛନ୍ତି ଯାହାକୁ ଯେଉଁ ମାଂସ ପସନ୍ଦ ହେଲା ସେମାନେ ଖାଇପାରିବେ, ଆଉ ଯାହାକୁ ଭଲ ଲାଗିଲାନି ସେମାନେ ଖାଇବେ ନାହିଁ। ତ ଏହିପରି ଆଉ ନିଜ ଇଚ୍ଛା ଅନୁସାରେ ସେମାନେ ଖାଇପାରିବେ, ନିଜ ଇଚ୍ଛା ଅନୁସାରେ ମାନେ ଛାଡ଼ିପାରିବେ। ତ କାହାକୁ ଆମେ ଶିଖେଇବା ଦରକାର ନାହିଁ, କାହିଁକିନା ପ୍ରଭୁଙ୍କର ଆଶୀର୍ବାଦ ହେତୁ, ପ୍ରଭୁଙ୍କର
ଲେଖା ଅନୁସାରେ ବାଇବଲରେ ମଧ୍ୟ ଲେଖା ଅଛି ଯେ ଗୋମାଂସ ଖାଇବା ନିମନ୍ତେ ଲେଖା ହେଇଅଛି। ତ ଯେକୌଣସି ମାଂସକୁ ଯଦି ଆପଣମାନେ ପ୍ରାର୍ଥନା କରିକି ଆପଣମାନେ ଖାଇବେ, ତାକୁ ଶୁଚି ପବିତ୍ର କରି ଖାଇବେ, ତାହା ମନୁଷ୍ୟ ପାଇଁ ଉତ୍ତମ ଅଟେ। କାହିଁକି ନା ସମସ୍ତେ ଜାଣିଛନ୍ତି ଯେ ମାଂସ ଖାଇଲେ ନିଜ ଶରୀର ସୁସ୍ଥ ରୁହେ ଏବଂ ରକ୍ତ ବଢ଼ିଥାଏ। ତ କିନ୍ତୁ ଏଇ ପାଗଳଟି କହୁଛି ଯେ କହୁଛନ୍ତି ମୁଁ କେବେ ମାଂସ ଖାଏ ନାହିଁ, କେବଳ ମନୁଷ୍ୟ ମୃତ ଶରୀରର ହାଡ଼କୁ ମୁଁ ଚୋବାଇ ଖାଇଥାଏ, ମନୁଷ୍ୟମାନଙ୍କର ଗୁଅ ମାନେ ଖାଇଥାଏ ପିଇଥାଏ ବୋଲି ସେ କହୁଛନ୍ତି। ତ ଏହିପରି ଆପଣମାନେ ଯେତେ ଜଣ ଏଇ ଭିଡ଼ିଓ କ୍ଲିପକୁ ଦେଖିଲେ ତ ଆପଣମାନେ ଏହିପରି କରନ୍ତୁ ନାହିଁ। ସେଇ ବାବାମାନେ ଅନେକ ପ୍ରକାର ସେମାନେ ଶିଖେଇଥାନ୍ତି, ସେମାନେ ଅଲଗା ଅଲଗା ମାନେ ନିଜେ ଯାହା ଖାଆନ୍ତି ସେଇ ଜିନିଷକୁ ଲୋକମାନେ ଖାଇବା ପାଇଁ ମଧ୍ୟ ପ୍ରସ୍ତୁତ ଅନ୍ଧ ହେଇଯାଆନ୍ତି। ତ ସେଥିପାଇଁ ମୁଁ କହିବାକୁ ଚାହେଁ ଯେ ଏହିପରି ଆପଣମାନେ ଖାଆନ୍ତୁ ନାହିଁ। ସେ କହୁଛନ୍ତି ମୁଁ ଏହା ଖାଇକି ବଞ୍ଚିଛି ବୋଲି, ତ ଆପଣମାନେ ଭୁଲରେ ବି ଏହି ଜିନିଷ ଖାଆନ୍ତୁ ନାହିଁ। ତ ମୁଁ କହିବାକୁ ଚାହେଁ ଯେ ଆପଣମାନେ ପ୍ରାର୍ଥନା କରନ୍ତୁ ଏଇ ଲୋକମାନଙ୍କ ପାଇଁ, ଯେପରି ସେମାନେ ପ୍ରଭୁଙ୍କ ପାଇକି ସେମାନେ ଜାଣିପାରିବେ ଏହି ସମାଜରେ ରହିବାର ଅର୍ଥ କ'ଣ, ଆମେ କାହିଁକି ଆସିଅଛୁ, କ'ଣ ପାଇଁ ଆସିଅଛୁ, ସେହି ବିଷୟକୁ ଆମେ ଜାଣିବା ଦରକାର। ଯେଉଁ ପର୍ଯ୍ୟନ୍ତ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଜାଣିନାହୁଁ ସେହି ପର୍ଯ୍ୟନ୍ତ ଆଉ ଏହିପରି ଆମେ ପାଗଳାମୀ ବା ମୂର୍ଖ ଭଳି ଆମେ ବଞ୍ଚିକି ରହିବା, ମୁହଁ ଧୋଇବା ନାହିଁ, କି ନିଜକୁ ସଜେଇବା ନାହିଁ, କି ବ୍ରସ୍ କରିବା ନାହିଁ। ତ ଏହିପରି ରହିଲେ ଜଣେ ଆମମାନଙ୍କୁ ପାଗଳ ବୋଲି କହେ। ସେଥିପାଇଁ ମୁଁ କହିବାକୁ ଚାହେଁ ଆପଣମାନେ ସମସ୍ତେ ଆଉ ହିନ୍ଦୁ ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ, ଏହିପରି ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ, ସେମାନେ ସେଇ ଯେଉଁ ପାଗଳାମୀରୁ ସେମାନେ ବାହାରିବେ ଏବଂ ପ୍ରଭୁଙ୍କୁ ଧନ୍ୟବାଦ ଦେବେ। ସେଥିପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ। ଅନେକ ଲୋକମାନେ ବିରୋଧ କରିଥାନ୍ତି ଖ୍ରୀଷ୍ଟିଆନ ଧର୍ମକୁ, କିନ୍ତୁ ସେଇ ଖ୍ରୀଷ୍ଟିଆନ ଧର୍ମ ହେଉଛି ଏହି ସାରା ଜଗତର ଆଉ ପ୍ରଥମ ଧର୍ମ ହେଉଛି ଖ୍ରୀଷ୍ଟିଆନ ଧର୍ମ। ଆଉ ସେଇ ଧର୍ମକୁ ଲୋକମାନେ ଘୃଣା କରନ୍ତି, କାହିଁକି ନା ଯୀଶୁଙ୍କୁ ଥରେ ଯଦି ଜାଣିଦେବ ଜଣେ, ତାହେଲେ ସେ କୌଣସି ପ୍ରକାର ପଛକୁ ଫେରି ପାରିବ ନାହିଁ। ତ ସେଥିପାଇଁ ବୋଲି ଲୋକମାନେ ଭୟ କରିଥାନ୍ତି, ସେଇ ବାଇବଲ ପଢ଼ିବା ପାଇଁ, ବାଇବଲ ଧରିବା ପାଇଁ ସମସ୍ତେ ଭୟ କରିଥାନ୍ତି, ଶୈତାନ ମାନେ ମଧ୍ୟ ଭୟ କରିଥାନ୍ତି। ତ ସେଥିପାଇଁ ଆପଣମାନେ ପ୍ରାର୍ଥନା କରନ୍ତୁ ଏହିପରି ଲୋକମାନେ ଯେପରି ପ୍ରଭୁଙ୍କ ପାଖକୁ ଫେରିବେ ଆଉ ସେମାନେ ଯୀଶୁଙ୍କୁ ଜାଣିବେ। ସେଥିପାଇଁ ପ୍ରାର୍ଥନା କରନ୍ତୁ। ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଆପଣମାନେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟ କରନ୍ତୁ। ଏତିକି କହିକି ମୁଁ ରହୁଛି ଆଉ ଗୋଟିଏ ନ୍ୟୁ ଭିଡ଼ିଓ ଆସିବା ପର୍ଯ୍ୟନ୍ତ ମୁଁ ରହୁଅଛି। ନମସ୍କାର।